ओम शांति। आज सखार महावाक्य 24 एप्रिल 2024। मधुर संतान माने तुम्हें सकाळे अमीर अर्थात धनी, संध्यारे फकीर अर्थात दरिद्र हेउछ। फकीरु अमीर पतितरु पावन हेबा पाई दुईटी शब्द मने रख। मनमना भव मध्याजी भव। प्रश्न, कर्म बंधनरु मुक्त हेबार उपाय कण? उत्तर, जोगर यात्रा तथा ज्ञान को स्मरण कर। जनक सहित सर्व संबंध रहु, अन्य का प्रति भी बुद्धि न जाओ। बाबा जी की सर्वशक्तिमान बैटरी अटंती, सही बैटरी सहित जोग लागी रही थाओ। निज उपरे संपूर्ण ध्यान रहो। दिव्य गुणरूपी डेणा लागी रही थाओ, तेबे कर्म बंधनरु मुक्त होई चलिबो। ओम शांति। बाबा बसी बुझाइछंती ଏହା ହେଉଛି ଭାରତ ପାଇଁ କାହାଣୀ। କଣ କାହାଣୀ ରହିଛି? ସକାଳେ ସାହୁକାର, ସନ୍ଧ୍ୟାରେ ଫକୀର। ଏହି ସମ୍ବନ୍ଧରେ ଏକ କାହାଣୀ ଅଛି। ସକାଳେ ସାହୁକାର ଥିଲା। ଏହି କଥା ତୁମେ ଯେତେବେଳେ ସାହୁକାର ହେଉଛ ସେତେବେଳେ ଶୁଣୁନାହଁ। ଫକୀର ଓ ସାହୁକାରର କଥା ସଙ୍ଗମ ଯୁଗରେ ହିଁ ଶୁଣୁଛ। ଯେଉଁ କଥାକୁ ହୃଦୟରେ ଧାରଣ କରିବାକୁ ହେବ। ପ୍ରକୃତରେ ଭକ୍ତି ହିଁ ଫକୀର କରେ, ଜ୍ଞାନ ଧନୀ କରାଏ। ଦିନ ଓ ରାତି ମଧ୍ୟ ବେହଦର କଥା। ଫକୀର ଓ ସାହୁକାର ମଧ୍ୟ ବେହଦର କଥା ଅଟେ ଏବଂ ବେହଦର ବାବା ହିଁ ଏହିଭଳି କରାଇଥାନ୍ତି। ସମସ୍ତ ପତିତ ଆତ୍ମାମାନଙ୍କୁ ପାବନ କରିବା ପାଇଁ ଗୋଟିଏ ହିଁ ବ୍ୟାଟେରୀ ରହିଛି। ଏହିପରି ତୁଟୁକା ଅର୍ଥାତ୍ ହୃଦୟ ସ୍ପର୍ଶୀ ପଂକ୍ତି ମନେ ରଖିଲେ ଖୁସିରେ ରହିବ। ବାବା କହୁଛନ୍ତି, ପିଲାମାନେ ତୁମେମାନେ ସକାଳେ ସାହୁକାର ହୋଇଯାଉଛ, ପୁଣି ସନ୍ଧ୍ୟାକୁ ଫକୀର ହୋଇଯାଉଛ। କିପରି ହେଉଛ ଏକଥା ମଧ୍ୟ ବାବା ବୁଝାଉଛନ୍ତି। ପୁଣି ପତିତରୁ ପାବନ, ଫକୀରରୁ ଅମୀର ହେବାର ଯୁକ୍ତି ମଧ୍ୟ ବାବା ହିଁ କହୁଛନ୍ତି। ମନ୍ମନା ଭବ, ମଧ୍ୟାଜି ଭବ। ଏହି ଦୁଇଟି ଯୁକ୍ତି ରହିଛି। ପିଲାମାନେ ଜାଣିଛନ୍ତି ଯେ ଏହା ପୁରୁଷୋତ୍ତମ ସଙ୍ଗମ ଯୁଗ ଅଟେ। ତୁମେ ଯେଉଁମାନେ ଏଠାରେ ବସିଛ, ଗ୍ୟାରେଣ୍ଟି ଅଛି ତୁମେ ସ୍ୱର୍ଗର ସାହୁକାର ନିଶ୍ଚୟ ହେବ। ପୁରୁଷାର୍ଥର କ୍ରମାନୁସାରେ ସ୍କୁଲରେ ମଧ୍ୟ ଏହିପରି ହୋଇଥାଏ। କ୍ରମାନୁସାରେ ଶ୍ରେଣୀରେ ସ୍ଥାନାନ୍ତରଣ ହୁଏ। ପରୀକ୍ଷା ଶେଷ ହେଲେ ପୁଣି ଯାଇ କ୍ରମାନୁସାରେ ବସନ୍ତି। ତାହା ଲୌକିକ କଥା, ଏହା ଲୌକିକ କଥା। କ୍ରମାନୁସାରେ ରୁଦ୍ରମାଳାକୁ ଯିବେ। ମାଳା ଅଥବା ବୃକ୍ଷ, ବୀଜ ତ ବୃକ୍ଷର ହିଁ ହୋଇଥାଏ ନା? ପରମାତ୍ମା ମନୁଷ୍ୟ ସୃଷ୍ଟିର ବୀଜ ଅଟନ୍ତି। ସନ୍ତାନ ମାନେ ଏବେ ଜାଣୁଛନ୍ତି ଯେ ବୃକ୍ଷ କିପରି ବୃଦ୍ଧି ହୋଇ ପୁଣି ପୁରୁଣା କିପରି ହେଉଛି। ପୂର୍ବରୁ ଏକଥା ମଧ୍ୟ ତୁମେମାନେ ଜାଣିନଥିଲ। ଏବେ ବାବା ଆସି ବୁଝାଉଛନ୍ତି। ବର୍ତ୍ତମାନ ଏହା ପୁରୁଷୋତ୍ତମ ସଙ୍ଗମ ଯୁଗ, ଯେଉଁ ସମୟରେ ପିଲାମାନଙ୍କୁ ପୁରୁଷାର୍ଥ କରିବାକୁ ହେବ। ଦିବ୍ୟ ଗୁଣର ଡେଣା ମଧ୍ୟ ଧାରଣ କରିବାକୁ ହେବ। ନିଜ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖିବାକୁ ହେବ। ଯୋଗର ଯାତ୍ରା ଦ୍ୱାରା ହିଁ ତୁମେ ପାବନ ହେବ। ଆଉ କୌଣସି ଉପାୟ ନାହିଁ। ବାବା ଯିଏକି ସର୍ବଶକ୍ତିମାନ ବ୍ୟାଟେରୀ ଅଟନ୍ତି, ତାଙ୍କଠାରେ ସମ୍ପୂର୍ଣ୍ଣ ଯୋଗ ଲଗାଇବାକୁ ହେବ। ତାଙ୍କର ବ୍ୟାଟେରୀ କେବେ ଖାଲି ହେଉନାହିଁ। ସେ ସତ୍ତ୍ୱ ରଜ ତମରେ ଆସନ୍ତି ନାହିଁ। କାହିଁକି ନା ତାଙ୍କର ସବୁବେଳେ କର୍ମାତୀତ ଅବସ୍ଥା ରହୁଛି। ତୁମେ ପିଲାମାନେ କର୍ମ ବନ୍ଧନରେ ଆସୁଛ। କେତେ କଡ଼ା ବନ୍ଧନ ରହିଛି। ଏହି କର୍ମ ବନ୍ଧନରୁ ମୁକ୍ତ ହେବା ପାଇଁ ଏକମାତ୍ର ଉପାୟ ରହିଛି। ତାହା ହେଉଛି ଯୋଗର ଯାତ୍ରା। ଏହା ଛଡା ଆଉ କୌଣସି ଉପାୟ ନାହିଁ। ଯେପରି ଏହି ଜ୍ଞାନ, ଏହା ମଧ୍ୟ ବୁଦ୍ଧିକୁ କୋମଳ କରୁଛି। ଏମିତି ତ ଭକ୍ତି ମଧ୍ୟ ନରମ କରିଥାଏ। କହନ୍ତି, ଇଏ ବିଚରା ଭକ୍ତ ଲୋକ, ୟାଙ୍କ ଭିତରେ ଠକାମି ଆଦି କିଛି ନାହିଁ। କିନ୍ତୁ ଭକ୍ତିରେ ଠକାମି ମଧ୍ୟ ହୁଏ। ବାବା ଅନୁଭବୀ ଅଟନ୍ତି। ଆତ୍ମା ଶରୀର ଦ୍ୱାରା କର୍ମଧନ୍ଦା କରେ। ତେଣୁ ଏହି ଜନ୍ମର ସବୁ କିଛି କର୍ମ ସ୍ମୃତିରେ ଆସୁଛି। 4-5 ବର୍ଷର ଆୟୁଠାରୁ ନିଜର ଜୀବନ କାହାଣୀ ମନେ ରହିବା ଦରକାର। କେହି 10-20 ବର୍ଷର କଥାକୁ ମଧ୍ୟ ଭୁଲି ଯାଇଥାନ୍ତି। ଜନ୍ମ ଜନ୍ମାନ୍ତରର ନାମ ରୂପ ତ ମନେ ରହିପାରିବ ନାହିଁ।
ଏହି ଗୋଟିଏ ଜନ୍ମର କଥା କିଛି କହିପାରିବେ। ଫଟୋ ଆଦି ରଖନ୍ତି, ଅନ୍ୟ ଜନ୍ମର ତ କିଛି ଜଣା ପଡିବ ନାହିଁ। ପ୍ରତ୍ୟେକ ଆତ୍ମା ଭିନ୍ନ ନାମ ରୂପ ଦେଶ କାଳରେ ଅଭିନୟ କରେ। ପୁଣି ନାମ ରୂପ ସବୁ ପରିବର୍ତ୍ତନ ହୋଇଥାଏ। ଏ କଥା ତ ବୁଦ୍ଧିରେ ଅଛି। କିପରି ଆତ୍ମା ଗୋଟିଏ ଶରୀର ଛାଡ଼ି ଅଲଗା ଶରୀର ନିଏ। ନିଶ୍ଚୟ 84 ଜନ୍ମ, 84 ନାମ, 84 ବାପା ହୋଇଥିବେ। ଶେଷରେ ପୁଣି ତମ ପ୍ରଧାନ ସମ୍ବନ୍ଧ ହୋଇଥାଏ। ଏହି ସମୟରେ ଯେତିକି ସମ୍ବନ୍ଧ ହୁଏ, ଅନ୍ୟ କୌଣସି ସମୟରେ ସେତିକି ସମ୍ବନ୍ଧ ହୁଏ ନାହିଁ। କାଳିଯୁଗୀ ସମ୍ବନ୍ଧକୁ ବନ୍ଧନ ହିଁ ବୁଝାଯିବ। କେତେ ସନ୍ତାନ ଅଛନ୍ତି, ବିବାହ କରି ପୁଣି ସନ୍ତାନ ଜନ୍ମ କରୁଛନ୍ତି। ଏହି ସମୟରେ ସବୁଠାରୁ ବେଶୀ ବନ୍ଧନ ବଡ ବାପା ମାମୁଁ ଦାଦାଙ୍କର। ଯେତିକି ବେଶୀ ସମ୍ବନ୍ଧ ସେତିକି ବେଶୀ ବନ୍ଧନ। ଖବର କାଗଜରେ ବାହାରିଲା 5ଟି ସନ୍ତାନ ଏକତ୍ର ଜନ୍ମ ହେଲେ। 5ଟି ଯାକ ସୁସ୍ଥ ସବଳ ଅଛନ୍ତି। ହିସାବ କର କେତେ ଢେର ସମ୍ବନ୍ଧ ହୋଇଯାଉଛି। ବର୍ତ୍ତମାନ ତୁମର ସମ୍ବନ୍ଧ ସବୁଠାରୁ ଛୋଟ। କେବଳ ଏକ ବାବାଙ୍କ ସହିତ ସର୍ବ ସମ୍ବନ୍ଧ ରହିଛି। ଜଣକ ଛଡା ଅନ୍ୟ କାହା ସହିତ ତୁମର ବୁଦ୍ଧି ଯୋଗ ନାହିଁ। ସତ୍ୟ ଯୁଗରେ ପୁଣି ଏହାଠାରୁ ବେଶୀ ରହିବ। ତୁମର ବର୍ତ୍ତମାନ ହୀରା ତୁଲ୍ୟ ଜନ୍ମ। ସର୍ବୋଚ୍ଚ ବାବା ସନ୍ତାନମାନଙ୍କୁ ପୋଷ୍ୟ ପୁତ୍ର ରୂପେ ଗ୍ରହଣ କରୁଛନ୍ତି। ବଞ୍ଚି ଥାଉ ଥାଉ ସମ୍ପତ୍ତି ପାଇଁ କୋଳକୁ ଆସିବା, ତାହା ବର୍ତ୍ତମାନ ହିଁ ହେଉଛି। ତୁମେ ଏପରି ବାବାଙ୍କ କୋଳକୁ ଆସିଛ ଯାହାଙ୍କ ଠାରୁ ତୁମକୁ ସମ୍ପତ୍ତି ମିଳୁଛି। ତୁମେ ବ୍ରାହ୍ମଣଙ୍କ ଠାରୁ ଉଚ୍ଚ ଆଉ କେହି ନାହାନ୍ତି। ସମସ୍ତଙ୍କର ଯୋଗ ଜଣଙ୍କ ସହିତ ରହିଛି। ତୁମର ନିଜ ଭିତରେ କିଛି ସମ୍ବନ୍ଧ ନାହିଁ। ଭଉଣୀ ଭାଇର ସମ୍ବନ୍ଧ ବି ପତନ ମାର୍ଗକୁ ନେଇଯାଇଥାଏ। ସମ୍ବନ୍ଧ ଜଣକ ସହିତ ହେବା ଦରକାର। ଏହା ହେଉଛି ନୂଆ କଥା। ପବିତ୍ର ହୋଇ ଫେରିବାକୁ ହେବ। ଏହିପରି ବିଚାର ସାଗର ମନ୍ଥନ କଲେ ତୁମ ଭିତରେ ବହୁତ ତେଜ ଆସିବ। ସତ୍ୟ ଯୁଗ ଏବଂ କଳି ଯୁଗର ତେଜ ମଧ୍ୟରେ ରାତି ଦିନର ପ୍ରଭେଦ ଅଛି। ଭକ୍ତି ମାର୍ଗର ସମୟ ହିଁ ରାବଣର ରାଜ୍ୟ ଅଟେ। ଶେଷ ସମୟରେ ବିଜ୍ଞାନର ମଧ୍ୟ କେତେ ଅହଙ୍କାର ରହିଛି, ଯେପରି ସତ୍ୟ ଯୁଗ ସହିତ ତୁଳନା କରୁଛନ୍ତି। ଜଣେ ଝିଅ ସମାଚାର ଲେଖିଥିଲା ଯେ, ମୁଁ ପ୍ରଶ୍ନ ପଚାରିଲି ତୁମେ ସ୍ୱର୍ଗରେ ଅଛ ନା ନରକରେ? ତେଣୁ 4-5 ଜଣ କହିଲେ ଆମେ ସ୍ୱର୍ଗରେ ଅଛୁ। ବୁଦ୍ଧିରେ ରାତି ଦିନର ପ୍ରଭେଦ ରହୁଛି। କେହି ଭାବୁଛନ୍ତି ଆମେ ତ ନରକରେ ଅଛୁ। ପୁଣି ତାଙ୍କୁ ବୁଝାଇବାକୁ ପଡୁଛି କି ସ୍ୱର୍ଗବାସୀ ହେବାକୁ ଚାହୁଁଛ? ସ୍ୱର୍ଗ କିଏ ସ୍ଥାପନ କରୁଛନ୍ତି? ଏହା ବହୁତ ମିଠା ମିଠା କଥା। ତୁମେମାନେ ନୋଟ ମଧ୍ୟ କରୁଛ, କିନ୍ତୁ ତାହା କାଗଜରେ ହିଁ ଲେଖା ହୋଇ ରହିଯାଉଛି। ସମୟ ଅନୁସାରେ ମନେ ପଡୁନାହିଁ। ପରମପିତା ପରମାତ୍ମା ଶିବ ପତିତକୁ ପବିତ୍ର କରିଥାନ୍ତି। ସେ କହୁଛନ୍ତି ମୋତେ ସବୁବେଳେ ମନେ ପକାଅ, ତେବେ ପାପ କଟିଯିବ। ଯୋଗରେ କିଛି ତ ଆମଦାନୀ ହେବ ନା। ଯୋଗର ପରମ୍ପରା ମଧ୍ୟ ବର୍ତ୍ତମାନ ବାହାରିଛି। ଏହି ଯୋଗ ବଳ ଦ୍ୱାରା ତୁମେମାନେ କେତେ ଉଚ୍ଚ ଓ ସ୍ୱଚ୍ଛ ହେଉଛ। ଯେତେ ଯିଏ ପରିଶ୍ରମ କରିବ ସେତିକି ଉଚ୍ଚ ପଦ ପାଇବ। ବାବାଙ୍କୁ ମଧ୍ୟ ପଚାରି ପାରିବ। ଦୁନିଆରେ ତ ସମ୍ବନ୍ଧ ଏବଂ ସମ୍ପତ୍ତି ପାଇଁ ଝଗଡା ହିଁ ଝଗଡା ହେଉଛି। ଏଠାରେ ତ କୌଣସି ସମ୍ବନ୍ଧ ନାହିଁ। ଏକ ବାବା, ଦ୍ୱିତୀୟ କେହି ନୁହେଁ। ବାବା ହେଉଛନ୍ତି ବୃହଦର ମାଲିକ। କଥା ତ ବହୁତ ସହଜ। ସେ ପଟରେ ସ୍ୱର୍ଗ, ଏ ପଟରେ ନରକ। ନରକବାସୀ ଭଲ ନା ସ୍ୱର୍ଗବାସୀ ଭଲ? ଯିଏ ସିଆଣିଆ ଥିବେ ସେ ତ କହିବେ ସ୍ୱର୍ଗବାସୀ ଭଲ। କେହି ତ କହିଦିଅନ୍ତି ନରକବାସୀ ବା ସ୍ୱର୍ଗବାସୀ। ଏହି କଥାରେ ଆମର କିଛି ଯାଏ ଆସେ ନାହିଁ, କାହିଁକି ନା ସେମାନେ ବାବାଙ୍କୁ ଜାଣି ନାହାନ୍ତି। କେହି ପୁଣି ବାବାଙ୍କ କୋଳରୁ ବାହାରି ମାୟାର କୋଳକୁ ଚାଲି ଯାଇଥାନ୍ତି। କେତେ ଆଶ୍ଚର୍ଯ୍ୟର କଥା ନା। ବାବା ବି ଆଶ୍ଚର୍ଯ୍ୟଜନକ ଓ ଜ୍ଞାନ ମଧ୍ୟ ଆଶ୍ଚର୍ଯ୍ୟଜନକ। ସବୁ ଆଶ୍ଚର୍ଯ୍ୟଜନକ ଅଟେ। ଏହି ଆଶ୍ଚର୍ଯ୍ୟକୁ ବୁଝିବା ବାଲା ବି ଏପରି ଦରକାର, ଯାହାର ବୁଦ୍ଧି ଏହି ଆଶ୍ଚର୍ଯ୍ୟ ବିଷୟବସ୍ତୁରେ ହିଁ ଲାଗି ରହିବ।
ରାବଣ ତ ଆଶ୍ଚର୍ଯ୍ୟ ନୁହେଁ, ନା ତାହାର ରଚନା ଆଶ୍ଚର୍ଯ୍ୟ, ରାତି ଦିନର ପ୍ରଭେଦ ରହିଛି। ଶାସ୍ତ୍ରରେ ଲେଖିଦେଇଛନ୍ତି, କାଳାନ୍ତେ ହ୍ରଦକୁ ଗଲା ସର୍ପ ଦଂଶିଲା କଳା ହୋଇଗଲା। ବର୍ତ୍ତମାନ ତୁମେ ଭଲ ଭାବରେ ସବୁ ବୁଝାଇ ପାରିବ। କୃଷ୍ଣଙ୍କ ଚିତ୍ରକୁ କେହି ଦେଖିଲେ ସତେଜ ହୋଇଯିବେ। 84 ଜନ୍ମର କାହାଣୀ ଯେପରି କୃଷ୍ଣଙ୍କର ସେହିପରି ତୁମର। ସ୍ୱର୍ଗରେ ତ ତୁମେ ମଧ୍ୟ ଆସୁଛ ନା, ପୁଣି ତ୍ରେତାରେ ଆସୁଛ, ବୃଦ୍ଧି ହୋଇ ଚାଲିଛି। ଏପରି ନୁହେଁ ତ୍ରେତାରେ ଯିଏ ରାଜା ହେଉଛନ୍ତି ସେ ତ୍ରେତାରେ ହିଁ ଆସିବେ। ପାଠୁଆଙ୍କ ଆଗରେ ଅପାଠୁଆଙ୍କୁ ମୁଣ୍ଡ ନୁଆଇବାକୁ ପଡ଼ିବ। ଏହି ଡ୍ରାମାର ରହସ୍ୟକୁ ବାବା ହିଁ ଜାଣିପାରିବେ। ବର୍ତ୍ତମାନ ତୁମେ ଜାଣୁଛ ତୁମର ମିତ୍ର ସମ୍ବନ୍ଧୀ ଆଦି ସମସ୍ତେ ନରକବାସୀ। ଆମେ ପୁରୁଷୋତ୍ତମ ସଂଗମ ଯୋଗୀ ଅଟୁ। ଏବେ ପୁରୁଷୋତ୍ତମ ହେଉଛୁ। ବାହାର ଦୁନିଆରେ ରହୁଥିବା ଆତ୍ମା ଏବଂ ଏଠାରେ 7 ଦିନ ଆସିଥିବା ଲୋକଙ୍କ ମଧ୍ୟରେ ବହୁତ ପ୍ରଭେଦ ହୋଇଯାଉଛି। ହଂସ ମେଳରୁ ବାହାରି ବଗ ମେଳକୁ ଯାଉଛନ୍ତି। ବହୁତ ବିଗାଡ଼ିବା ବାଲା ବି ଅଛନ୍ତି। ବହୁତ ସନ୍ତାନ ମାନେ ମୁରଲୀକୁ ଖାତିର କରନ୍ତି ନାହିଁ। ବାପା ବୁଝାଉଛନ୍ତି, ଅବହେଳା କର ନାହିଁ। ତୁମକୁ ସୁଗନ୍ଧିତ ଫୁଲ ହେବାକୁ ପଡ଼ିବ। କେବଳ ଗୋଟିଏ କଥା ହିଁ ତୁମ ପାଇଁ ଯଥେଷ୍ଟ, ତାହା ହେଉଛି ଯୋଗର ଯାତ୍ରା। ଏଠାରେ ତୁମକୁ ବ୍ରାହ୍ମଣ ମାନଙ୍କର ହିଁ ସଂଘ ମିଳିଛି। କେଉଁଠି ସର୍ବୋଚ୍ଚ, କେଉଁଠି ନିଚ। ସନ୍ତାନ ମାନେ ଲେଖୁଛନ୍ତି, ବାବା ବଗମେଳରେ ମୁଁ ଗୋଟିଏ ହଂସ, ମୁଁ କଣ କରିବି? ବଗମାନେ କଣ୍ଟା ଫୁଟାଉଛନ୍ତି। କେତେ ପରିଶ୍ରମ କରିବାକୁ ପଡୁଛି। ବାବାଙ୍କ ଶ୍ରୀମତକୁ ପାଳନ କଲେ ପଦବୀ ଉଚ୍ଚ ମିଳିବ। ସବୁବେଳେ ହଂସ ହୋଇ ରୁହ, ବଗମାନଙ୍କ ସହିତ ବଗ ହୋଇଯାଅ ନାହିଁ। ଗାୟା ନାଚେ ଆଶ୍ଚର୍ଯ୍ୟବାଦ ଶୁଣନ୍ତି, କୁହନ୍ତି, ପଳାଇ ଯାଆନ୍ତି। ଟିକିଏ ବି ଜ୍ଞାନ ଧାରଣ କଲେ ସ୍ୱର୍ଗରେ ଆସିବେ। କିନ୍ତୁ ରାତି ଦିନର ପ୍ରଭେଦ ହୋଇଯାଉଛି। ବହୁତ କଡ଼ା ଦଣ୍ଡ ଭୋଗିବେ। ବାବା କହୁଛନ୍ତି, ମୋ ମତରେ ନ ଚାଲି ପତିତ ହେଲେ 100 ଗୁଣା ଦଣ୍ଡ ଭୋଗ ଭୋଗିବାକୁ ପଡ଼ିବ। ପୁଣି ପଦବୀ କମିଯିବ। ଏଠାରେ ରାଜ୍ୟ ସ୍ଥାପନ ହେଉଛି। ଏହି କଥାକୁ ଭୁଲି ଯାଉଛନ୍ତି। ଏ କଥା ବି ମନେ ରହିଲେ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ ନିଶ୍ଚୟ କରିବେ। ପୁରୁଷାର୍ଥ କରୁନଥିଲେ ବୁଝାଯିବ, ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେଉଛନ୍ତି। ବାବାଙ୍କ ସହିତ ବୁଦ୍ଧିଯୋଗ ନାହିଁ। ଏଠାରେ ରହି ମଧ୍ୟ ବୁଦ୍ଧିଯୋଗ ପିଲାଛୁଆଙ୍କ ପ୍ରତି ରହୁଛି। ବାବା କହୁଛନ୍ତି, ସବୁ କିଛି ଭୁଲି ଯିବାକୁ ହେବ। ଏହାକୁ ବୈରାଗ୍ୟ କୁହାଯାଏ। ଏଥିରେ ବି ଶତକଡ଼ା ରହିଛି। କୁଆଡେ ନା କୁଆଡେ ବୁଦ୍ଧି ଚାଲି ଯାଉଛି। ପରସ୍ପର ପ୍ରତି ସ୍ନେହ ହୋଇଗଲେ ମଧ୍ୟ ବୁଦ୍ଧି ଲାଗିଯାଏ। ବାବା ପ୍ରତ୍ୟେକ ଦିନ ବୁଝାଉଛନ୍ତି, ଏହି ଆଖିରେ ଯାହା କିଛି ଦେଖୁଛ ତାହା ସବୁ ବିନାଶ ହୋଇଯିବ। ତୁମର ବୁଦ୍ଧିଯୋଗ ନୂଆ ଦୁନିଆରେ ରହୁ ଏବଂ ବେହଦର ସମ୍ବନ୍ଧୀଙ୍କ ଠାରେ ବୁଦ୍ଧିଯୋଗ ରଖିବାକୁ ହେବ। ଏହି ପ୍ରେମିକ ଆଶ୍ଚର୍ଯ୍ୟଜନକ ଅଟନ୍ତି। ଭକ୍ତିରେ ଗାୟନ କରିଥାନ୍ତି, ଆପଣ ଆସିଲେ ଆପଣଙ୍କ ବ୍ୟତୀତ ମୁଁ ଆଉ କାହାକୁ ବି ମନେ ପକାଇବି ନାହିଁ। ବର୍ତ୍ତମାନ ମୁଁ ଆସିଛି, ତେଣୁ ତୁମକୁ ସବୁଆଡୁ ବୁଦ୍ଧିଯୋଗ ହଟାଇବାକୁ ପଡ଼ିବ ନା। ସବୁ କିଛି ମାଟିରେ ମିଶିଯିବ। ତୁମର ଯେପରି ମାଟି ସହିତ ବୁଦ୍ଧିଯୋଗ ଅଛି, ମୋ ସହିତ ବୁଦ୍ଧିଯୋଗ ରହିଲେ ମାଲିକ ହୋଇଯିବ। ବାବା କେତେ ବୁଦ୍ଧିମାନ ବନାଉଛନ୍ତି। ମନୁଷ୍ୟମାନେ ଜାଣନ୍ତି ନାହିଁ ଯେ ଭକ୍ତି କଣ ଏବଂ ଜ୍ଞାନ କଣ। ବର୍ତ୍ତମାନ ତୁମକୁ ଜ୍ଞାନ ମିଳିଛି, ତେଣୁ ତୁମେ ଭକ୍ତିକୁ ବି ବୁଝୁଛ। ବର୍ତ୍ତମାନ ତୁମର ଅନୁଭବ ହେଉଛି ଯେ ଭକ୍ତିରେ କେତେ ଦୁଃଖ ରହିଛି। ମନୁଷ୍ୟ ଭକ୍ତି କରୁଥିବାରୁ ନିଜକୁ ବହୁତ ସୁଖୀ ମଣୁଛନ୍ତି। ପୁଣି କହୁଛନ୍ତି ଭଗବାନ ଆସି ଫଳ ଦେବେ। କାହାକୁ ଏବଂ କିପରି ଫଳ ଦେବେ ତାହା କିଛି ବି ବୁଝୁନାହାନ୍ତି। ବର୍ତ୍ତମାନ ତୁମେ ଜାଣୁଛ ବାବା ଭକ୍ତିର ଫଳ ଦେବାକୁ ଆସିଛନ୍ତି। ବିଶ୍ୱ ରାଜଧାନୀ ରୂପେ ଫଳ ଯେଉଁ ବାବାଙ୍କ ଠାରୁ ମିଳେ, ସେହି ବାବା ଯେଉଁ ନିର୍ଦ୍ଦେଶ ଦେଉଛନ୍ତି ତାହା ପାଳନ କରିବାକୁ ପଡ଼ିବ। ତାହାକୁ କୁହାଯାଏ ସର୍ବୋଚ୍ଚ ମତ। ମତ ସମସ୍ତଙ୍କୁ ମିଳିଛି, ପୁଣି କେହି ପାଳନ କରିପାରନ୍ତି,
କେହି ପାଳନ କରିପାରନ୍ତି ନାହିଁ। ବେହଦର ବାସା ହିଁ ସ୍ଥାପନ ହେବ। ତୁମେ ବର୍ତ୍ତମାନ ବୁଝୁଛ ମୁଁ କଣ ଥିଲି, ବର୍ତ୍ତମାନ ମୋର କେଉଁ ଅବସ୍ଥା ଅଛି। ମାୟା ଏକାଥରେ ଶେଷ କରିଦେଉଛି। ଏହା ତ ଯେପରି ମୁର୍ଦାରଙ୍କ ଦୁନିଆ। ଭକ୍ତି ମାର୍ଗରେ ତୁମେ ଯାହା କିଛି ଶୁଣୁଥିଲ ସେ ସବୁକୁ ସତ୍ୟ ସତ୍ୟ କରୁଥିଲ, କିନ୍ତୁ ଏବେ ତୁମେ ଜାଣୁଛ ଯେ ସତ୍ୟତା ଏକ ବାବା ହିଁ ଶୁଣାଉଛନ୍ତି। ଏପରି ବାବାଙ୍କୁ ମନେ ପକାଇବା ଦରକାର। ଏଠାରେ କେହି ବାହାର ଲୋକ ବସିଲେ ସେ କିଛି ବି ବୁଝିପାରିବେ ନାହିଁ। କହିବେ ଏହା ତ ଜଣା ନାହିଁ କଣ ଶୁଣାଉଛନ୍ତି। ସାରା ଦୁନିଆ କହୁଛି ପରମାତ୍ମା ସର୍ବବ୍ୟାପୀ, ଆଉ ଇଏ କହୁଛନ୍ତି ସେ ଆମର ବାପା ଅଟନ୍ତି। କାନ୍ଦା ହଲାଇ ନାନା କରିବେ। ତୁମ ଭିତରୁ ହଁ ହଁ ବାହାରୁଥିବ। ତେଣୁ ନୂଆ କାହାକୁ କ୍ଲାସରେ ଅନୁମତି ଦିଆଯାଏ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଓ ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, ସୁଗନ୍ଧିତ ଫୁଲ ହେବା ପାଇଁ ନିଜର ସଙ୍ଗ ଉପରେ ବହୁତ ଧ୍ୟାନ ଦେବାକୁ ହେବ। ହଂସ ମାନଙ୍କର ସଙ୍ଗ କରିବାକୁ ହେବ। ନିଜେ ହଂସ ଭଳି ହୋଇ ରହିବାକୁ ହେବ। ମୁରଲି ପ୍ରତି କେବେ ବେଖାତିର କରିପାର ନାହିଁ କି ଅବହେଳା କରିପାର ନାହିଁ। ନମ୍ବର 2, କର୍ମ ବନ୍ଧନରୁ ମୁକ୍ତ ହେବା ପାଇଁ ସଂଗମ ଯୁଗରେ ନିଜର ସର୍ବ ସମ୍ବନ୍ଧ ଏକମାତ୍ର ବାବାଙ୍କ ସହିତ ରଖିବାକୁ ହେବ। ନିଜ ନିଜ ମଧ୍ୟରେ କୌଣସି ସମ୍ବନ୍ଧ ରଖିବାର ନାହିଁ। କୌଣସି ହଦର ଅର୍ଥାତ୍ ବ୍ୟକ୍ତିଗତ ସମ୍ବନ୍ଧରେ ସ୍ନେହ ରଖି ବୁଦ୍ଧି ଯୋଗ ଲଗାଇବାର ନାହିଁ। କେବଳ ଜଣକୁ ହିଁ ମନେ ପକାଇବାର ଅଛି। ବରଦାନ ପରମାତ୍ମାଙ୍କର ପ୍ରେମରେ ବିଲୀନ ହୋଇଯିବା ବା ମିଳନରେ ମଗ୍ନ ହେଉଥିବା ସଚ୍ଚା ସ୍ନେହୀ ଭବ। ସ୍ନେହର ଲକ୍ଷଣର ଗାୟନ ଥିଲା। ଦୁଇ ହୋଇଥିଲେ ମଧ୍ୟ ଏକ ଭଳି ଅନୁଭବ ହେଉଥିବେ। ଏହାକୁ ହିଁ ସମାହିତ ହୋଇଯିବା ବା ମିଶିଯିବା କୁହାଯାଏ। ଭକ୍ତମାନେ ଏହିଭଳି ସ୍ନେହର ସ୍ଥିତିକୁ ସମାହିତ ହୋଇଯିବା ବା ବିଲୀନ ହୋଇଯିବା କହିଦେଉଛନ୍ତି। ପ୍ରେମରେ ବା ସ୍ନେହରେ ଲୀନ ହୋଇଯିବା ଏହା ଏକ ଅବସ୍ଥା ଅଟେ, କିନ୍ତୁ ଏହାକୁ ଅବସ୍ଥା ମନେ କରିବା ପରିବର୍ତ୍ତେ ଭକ୍ତମାନେ ଆତ୍ମାର ଅସ୍ତିତ୍ୱକୁ ସଦାକାଳ ପାଇଁ ସମାପ୍ତ ହୋଇଯିବା ଭାବି ଦେଇଛନ୍ତି। ତୁମେ ପିଲାମାନେ ଯେତେବେଳେ ନିଜର ପିତାଙ୍କର ବା ଆତ୍ମିକ ପ୍ରେମିକଙ୍କ ସହିତ ମିଳନରେ ମଗ୍ନ ହୋଇଯାଉଛ, ସେତେବେଳେ ତାଙ୍କ ସମାନ ହୋଇଯାଉଛ। ସ୍ଲୋଗାନ ଅନ୍ତର୍ମୁଖୀ ତାଙ୍କୁ କୁହାଯିବ ଯେ ବ୍ୟର୍ଥ ସଂକଳ୍ପ ଠାରୁ ମନର ମୌନ ରଖିଥାନ୍ତି। ଆଚ୍ଛା, ଓମ୍ ଶାନ୍ତି।